जय जय जगन्नाथ नमस्कार सकाळे खबर जेनाभिजन आपण मानक जनाऊँगी नूतन वर्षर अनेक अनेक शुभेच्छा सह शुभकामना आसतु किछि गुरुत्वपूर्ण घटना किछि दुर्घटना पर नजर पकड़ा पूर्वर वर्तमान ओडिशा परे पाणीपागर जो अपडेट खबर सामना को आसी वर्तमान ओडिशा परे कौन रहिबो पाणीपागर खबर आसतु पूरा विजुअल सहित खबर पर नजर पकई नवा दर्शक बंधु ओडिशा रे लागी रही वर्तमान शीतर प्रकोप এই শীত প্রকোপ ভিতরে পুଣି ଏକ ଗରମରେ ଦେଖିବାକୁ ମିଳୁଛି ରାତିରେ ପ୍ରବଳ ମାତ୍ରାର ଶୀତ ଲାଗୁଥିବା ବେଳେ ପୁଣି ଦିନରେ ଗରମ ଲାଗୁଛି କିନ୍ତୁ এই ଗରମ ଏବଂ ଶୀତରେ ବର୍ତ୍ତମାନ ଓଡ଼ିଶାରେ ବର୍ତ୍ତମାନ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି ଦର୍ଶକ ବନ୍ଧୁ ଆମେ କଥା କହିବା ଓଡ଼ିଶାରେ ଯେଉଁଭଳି ଭାବରେ ରହିଛି ଲଘୁଚାପ ଜନିତ ବର୍ଷା ଯେତେବେଳେ ଓଡ଼ିଶା ଉପରେ ରହିଥିଲା ତାର ପଶ୍ଚିମ ଝଡ଼ ପ୍ରଭାବରେ ଓଡ଼ିଶାର ଅନେକ ଜାଗାରେ ମଧ୍ୟ ବର୍ଷା ରହିଥିଲା ବର୍ଷା ପରିବର୍ତ୍ତନ ଯେତେବେଳେ କୃଷକ ଭାଇର କ୍ଷେତ୍ରରେ ଅନେକ ଜମିରେ ମଧ୍ୟ ପ୍ରବଳ ବର୍ଷା ମଧ୍ୟ ଭରି ରହିଥିଲା କିନ୍ତୁ ଯେତେବେଳେ ପାଣିପାଗ ଖବର ଅନୁଯାୟୀ ଯେତେବେଳେ କରାଗଲା ବର୍ଷା ପାଇଁ ଏବଂ ସବୁଠି ମଧ୍ୟ ତରବର ହେଇ ମଧ୍ୟ ତାକୁ ମଧ୍ୟ କଟାଗଲା ଧାନ କିନ୍ତୁ କିଛି ଦୃଶ୍ୟ ଆମେ ଦେଖାଉଛୁ ଓଡ଼ିଶାରେ ପାଖାପାଖି ଆହୁରି ଗୋଟେ ସପ୍ତାହ ଧରି ଓଡ଼ିଶାରେ କୁହୁଡ଼ି ଲାଗି ରହିବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁଭଳି ପୂର୍ବାନୁମାନ କରାଯାଇଛି ଓଡ଼ିଶାରେ ଦେଖାଯାଇଛି ଯେଉଁଭଳି କୁହୁଡ଼ି ସହିତ ବର୍ତ୍ତମାନ ରବି ଫସଲ ସମୟରେ ବର୍ତ୍ତମାନ ଧାନ ଚାଷର ମୁଖ୍ୟ ଅସ୍ତ୍ର ସାଜିଥାଏ କୃଷକ ଭାଇ ନିଜେ ମଧ୍ୟ ପରିଶ୍ରମ କରି ତାର ନିଜ କ୍ଷେତ୍ରରେ ବର୍ତ୍ତମାନ ରବି ଫସଲ କେଉଁଠି ଫସଲ ରହିଛି ଏବଂ କେଉଁଠି ଧାନ ଚାଷର ମଧ୍ୟ ସ୍ପଷ୍ଟ ମଧ୍ୟ ଦେଖିବାକୁ ମିଳିଥିଲା କିନ୍ତୁ ଧାନ ଚାଷ ବେଳରେ ଯେତିକାଳେ କୁହୁଡ଼ି ଆସୁଛି ଏବଂ ଧାନ ଗୁଡ଼ିକ ସବୁ ଯେଉଁ ପୃଷ୍ଟ ହୋଇଥିବା ଯେଉଁ ଦାନା ଯେଉଁ ଖାଦ୍ୟ ସଞ୍ଚୟ କରୁଥିବା ଏବଂ ଧାନ ପବନ ହାଲକା ପବନରେ ପଶ୍ଚିମ ଝଡ଼ ପ୍ରଭାବରେ ଧାନର ମଧ୍ୟ କୁହୁଡ଼ିରେ କିଛି ନଷ୍ଟ ହେଉଛି ବୋଲି ଯାହା ସ୍ପଷ୍ଟ ଚିତ୍ର ମାଧ୍ୟମରେ ଆମେ ଆପଣମାନଙ୍କୁ ଦେଖାଉଛୁ ଦର୍ଶକ ବନ୍ଧୁ ଦେଖୁଛି ଓଡ଼ିଶାର ଯେଉଁଭଳି କାକର ରହିଛି କାକର ମଧ୍ୟ ଦେଖନ୍ତୁ କିଛି ଭିଜୁଆଲ ମଧ୍ୟରେ ଯେଉଁଭଳି କାକର ଯେଉଁ ପତ୍ରରେ ଯେଉଁଭଳି କାକର ପଡ଼ୁଛି ଠୁପା ହେଇକି କାକର ପଡ଼ୁଛି ଏବଂ ଘରର ଯେଉଁ ଫ୍ଲୋରରେ ରହିଛି ଏବଂ ତାହା ମଧ୍ୟ ଯେଉଁ ପଡ଼ୁଛି କାକର ତାହା ମଧ୍ୟ ସ୍ପଷ୍ଟରୁ ବାରି ହେଉଛି ଓଡ଼ିଶା ଉପରେ ଶୀତ ଏବଂ କାକରର ପ୍ରକୋପ ମଧ୍ୟ ରହିଛି ତା ସହିତ କୁହୁଡ଼ି ମଧ୍ୟ ପ୍ରବଳ ରହିଛି କିଛି ଦୃଶ୍ୟ ମାଧ୍ୟମରେ ଆମେ ଆପଣମାନଙ୍କ ପାଖକୁ ନେଇ ଯାଉଛୁ ଦର୍ଶକ ବନ୍ଧୁ ଦେଖନ୍ତୁ କିପରି ଭାବରେ ପତ୍ରର ଲାଗିଛି ଯେଉଁ ପାଣି ଯେଉଁ ଟୁପା ହେଇ ଗଡ଼ୁଛି ତା ମଧ୍ୟ କାକରର ରହିଛି କିନ୍ତୁ ଆଜି ଯେଉଁଭଳି ଓଡ଼ିଶାରେ ଯଦି ଆମେ ଦେଖିବା ଅନେକ ସ୍ଥାନରେ ବର୍ତ୍ତମାନ ଯେଉଁଭଳି ପାଗ ମୁଖ୍ୟତଃ ଶୁଖିଲା ରହିଛି ଏବଂ ତାହା ଚରିଚରେ ବର୍ତ୍ତମାନ ଆକାଶ କିଛି ଅଂଶରେ ବର୍ତ୍ତମାନ ମେଘାଚ୍ଛନ୍ନ ରହିଥିବାର ଦୃଶ୍ୟ ମଧ୍ୟ ଦେଖୁଛୁ ଆମେ ବଙ୍ଗୋପସାଗର କଥା କୁହନ୍ତୁ ଆରବ ସାଗର କଥା କୁହନ୍ତୁ ଯେତିକାଳେ ପଶ୍ଚିମ ଝଡ଼ ପ୍ରଭାବ ରହିଥିଲା ଏବଂ ତାହାର ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଫଳରେ ଓଡ଼ିଶାରେ ବର୍ତ୍ତମାନ ରହିଥିଲା ବର୍ଷାର ସିଷ୍ଟମ এই ବର୍ଷା ସିଷ୍ଟମକୁ ନେଇ ବର୍ତ୍ତମାନ ଆମେ କିଛି ଭିଜୁଆଲ ମାଧ୍ୟମରେ ଆମେ ସ୍ପଷ୍ଟ କରୁଛୁ ଦର୍ଶକ ବନ୍ଧୁ ଦେଖନ୍ତୁ କିପରି ଭାବରେ ଓଡ଼ିଶାରେ ରହିଛି ତାର ସ୍ଥିତି ରହିଛି ବର୍ତ୍ତମାନ ସବୁ ଜିଲ୍ଲାରେ ବର୍ଷା ସହିତ ହାଲକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ ଏତେ କୁହୁଡ଼ି ପଡ଼ୁଛି ମଧ୍ୟ ଆପଣଙ୍କୁ ସ୍ପଷ୍ଟ ଚିତ୍ର ଆମେ ଦେଖାଉଛୁ ଦର୍ଶକ ବନ୍ଧୁ ଦେଖନ୍ତୁ ଯେଉଁ କୁହୁଡ଼ି ପଡ଼ିଛି ତାର ଲାଇଟ୍ରେ ମଧ୍ୟ କୁହୁଡ଼ି କିପରି ଭାବରେ ଦେଖାଯାଉଛି ଆପଣଙ୍କୁ ସ୍ପଷ୍ଟ ଚିତ୍ର ଦେଖାଉଛୁ ଆମେ କିନ୍ତୁ ପୁଣି ଏକ ଚିତ୍ର ସାମ୍ନାକୁ ନେଇଛୁ ଦର୍ଶକ ବନ୍ଧୁ ଦେଖନ୍ତୁ କିପରି ଭାବରେ ଓଡ଼ିଶାରେ ରହିଛି ବର୍ତ୍ତମାନ ଯେଉଁ କୁହୁଡ଼ି ଅନେକ ଜାଗାରେ କୁହୁଡ଼ି ମଧ୍ୟ ରହିଛି ଏବଂ ତାହା ମଧ୍ୟ ଦେଖିବାକୁ ମିଳିଛି ଆକାଶର ରଙ୍ଗ ମଧ୍ୟ ଦେଖିବାକୁ ମିଳୁଥିବ ବର୍ତ୍ତମାନ ଚତୁର୍ଦିଗରେ ବର୍ଷାର ଛାଉଣି ମଧ୍ୟ ହୋଇଯାଇଛି ବର୍ଷାର ରହିଛି ତା ମଧ୍ୟରେ କୁହୁଡ଼ି ମଧ୍ୟ ଘାଟି ରହିଛି କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ଏତେ ବର୍ଷାର ପରିମାଣ ନଥିଲେ ମଧ୍ୟ କୁହୁଡ଼ି ଆହୁରି ପାଖାପାଖି ଗୋଟେରୁ 2 ସପ୍ତାହ ରହିବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ କିନ୍ତୁ ଆଜି ସକାଳର ଯେଉଁ ଦୃଶ୍ୟ ଆମେ ଆପଣମାନଙ୍କୁ ଦେଖାଉଛୁ ଦର୍ଶକ ବନ୍ଧୁ ଦେଖନ୍ତୁ କିପରି ଭାବରେ ସ୍ଥିତି ରହିଛି ଅନେକ ଜାଗାରେ ମଧ୍ୟ ଯେଉଁଭଳି ରହିଛି ବିଜୁଳି ଘଡ଼ଘଡ଼ି ସହିତ ଆମେ ଯଦି କହିବା ଦିଲ୍ଲୀରେ କଥା ଯଦି କହିବା ଜାମ୍ମୁ ଆଣ୍ଡ କାଶ୍ମୀର କଥା ଯଦି କହିବା ଏଥି ମଧ୍ୟ ଦିଲ୍ଲୀରେ ପ୍ରବଳ ବର୍ଷା ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ରହୁଛି ଏବଂ ଜାମ୍ମୁ କାଶ୍ମୀରରେ ବରଫାଚ୍ଛନ୍ନ ମଧ୍ୟ ପଡ଼ୁଛି ଏବଂ ବର୍ତ୍ତମାନ
ବରଫ ସବୁଆଡ଼େ ଦେଖିବାକୁ ମିଳୁଛି ଏବଂ ବିଜୁ ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ସ୍ପଷ୍ଟ ମଧ୍ୟ ଆମେ ଦେଖାଉଛୁ। ଦର୍ଶକ ବନ୍ଧୁ ଦେଖନ୍ତୁ କିପରି ଭାବରେ ଓଡ଼ିଶାରେ ରହିଛି ସ୍ଥିତି ରହିଛି ବର୍ଷାର ତାଣ୍ଡବ ଲୀଳା ମଧ୍ୟ ଯେତେବେଳେ ରହିଥିବ ଓଡ଼ିଶା ପରେ ଆମେ ଦେଖାଉଛୁ। ଦର୍ଶକ ବନ୍ଧୁ ଦେଖନ୍ତୁ ବର୍ଷାର ସିଷ୍ଟମ କିଛି ଜଣାପଡ଼ୁନାହିଁ, କିନ୍ତୁ ଅନ୍ୟ ରାଜ୍ୟରେ ପ୍ରବଳ ବର୍ଷା ମଧ୍ୟ ହେଉଛି ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ଆକଳନ କରାଯାଉଛି ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ମଧ୍ୟ ଆକଳନ କରୁଛି, କିନ୍ତୁ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ହେବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ କିଛି ଦୃଶ୍ୟ ମାଧ୍ୟମରେ ଆମେ ଦେଖାଉଛୁ ଅନ୍ୟ ରାଜ୍ୟରେ ଯେଉଁଭଳି ଭାବରେ ବିଜୁ ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ଲାଗି ରହିଛି ଏବଂ ବର୍ତ୍ତମାନ ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲା କଥା ଯଦି ଆମେ କହିପାରିବା ଭଦ୍ରକ, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ, ଗଜପତି, ରାଉରକେଲା, ଢେଙ୍କାନାଳ, ପାରାଦୀପ, ସମ୍ବଲପୁର, ବ୍ରହ୍ମପୁର, କନ୍ଧମାଳ ଏହି ଜିଲ୍ଲାମାନଙ୍କରେ ଅତ୍ୟଧିକ ଥଣ୍ଡା ମଧ୍ୟ ଅନୁଭୂତ ହେଉଥିବାର ମଧ୍ୟ ସ୍ପଷ୍ଟ ଚିତ୍ର ଆମେ ଦେଖାଉଛୁ। ଦର୍ଶକ ବନ୍ଧୁ ଦେଖନ୍ତୁ କିପରି ଅନ୍ୟ ରାଜ୍ୟମାନଙ୍କରେ କେମିତି ପ୍ରବଳ ବର୍ଷା ମଧ୍ୟ ଜାରି ରହୁଛି, କାରଣ ଅଦିନିଆ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସିଷ୍ଟମ ଦେଖିବାକୁ ମିଳୁଛି। କିନ୍ତୁ ଅନେକ ସ୍ଥାନରେ ବର୍ତ୍ତମାନ ବର୍ଷା ରହିଛି, ଅନେକ ସ୍ଥାନରେ ମଧ୍ୟ ଟେମ୍ପରେଚର କମିଛି ଏବଂ ରାତିରେ ଯେତେବେଳେ ଟେମ୍ପରେଚର ଦିନର ଟେମ୍ପରେଚର ବଢ଼ୁଛି ଏବଂ ରାତିରେ ଟେମ୍ପରେଚର ଯେତେବେଳେ କମୁଛି ତାର ଶୀତର ପରିମାଣ ଅଧିକ ରହୁଛି। ଆମେ ସ୍ପଷ୍ଟ ଚିତ୍ର ଯେଉଁ ପଶ୍ଚିମ ଝଡ଼ ପ୍ରଭାବରେ ଓଡ଼ିଶାରେ ଯେତେବେଳେ ରହିଛି ବର୍ଷାର ସିଷ୍ଟମ ଯେତେବେଳେ ରହିଥିଲା ତାହା ମଧ୍ୟ ଯେଉଁ ପଶ୍ଚିମ ଝଡ଼ ପ୍ରଭାବରେ ଶୀତ ଗାୟବ ହୋଇଯାଇଛି। ବର୍ତ୍ତମାନ ଶୀତ ଏତେ ପଡ଼ୁନାହିଁ, କିନ୍ତୁ ତାର ପ୍ରଭାବରେ ଦେଖିବାକୁ ମିଳୁଛି କୁହୁଡ଼ି ସହିତ ହାଲକା ମଧ୍ୟ କୁହୁଡ଼ି ସହିତ ମଧ୍ୟ କାକର ମଧ୍ୟ ଦେଖିବାକୁ ମିଳୁଛି। କିଛି ଦେଖନ୍ତୁ କିଛି ଦୃଶ୍ୟ, ଏଭଳି ଦୃଶ୍ୟ ଆମେ ସ୍ପଷ୍ଟ ଚିତ୍ର ମାଧ୍ୟମରେ ଆମେ ଆପଣମାନଙ୍କୁ ଦେଖାଉଛୁ। ଦର୍ଶକ ବନ୍ଧୁ ଦେଖନ୍ତୁ ଏଭଳି ଏକ ସ୍ଥିତି ରହିଛି ଓଡ଼ିଶାରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ଦେଖୁଛି ତୁପା ତୁପା ବର୍ଷା ମଧ୍ୟ ରହିଛି ଏବଂ ବଙ୍ଗୋପସାଗରରେ ଯେଉଁଭଳି ଭାବରେ ପଶ୍ଚିମ ଝଡ଼ ପ୍ରଭାବରେ ଦେଖନ୍ତୁ ଆପଣଙ୍କୁ ଢେଉ କେମିତି ମାରୁଛି ମଧ୍ୟ ଦେଖନ୍ତୁ। ଯେତେବେଳେ ଘୂର୍ଣ୍ଣିବଳୟ ପ୍ରଭାବରେ ଯେତେବେଳେ ସମୁଦ୍ର ଅଶାନ୍ତ ରହିଛି, ଏ ଅଶାନ୍ତ ଫଳରେ ଲଘୁଚାପ ଜନିତ ଯେତେବେଳେ ଓଡ଼ିଶା ପରେ ଲଘୁଚାପ ସୃଷ୍ଟି ହୋଇଥିଲା, ଅନେକ ଧନଜୀବନ ମଧ୍ୟ ନଷ୍ଟ ହୋଇଥିଲା ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ। କିନ୍ତୁ ଏବେ ବି ତାର ଧ୍ୱଂସଲୀଳା ମଧ୍ୟ ଓଡ଼ିଶାର ପ୍ରତ୍ୟେକ 4.5 କୋଟି ଲୋକମାନେ ଦେଖିଛନ୍ତି ଏବଂ ତାହାର ମଧ୍ୟ ଏଭଳି ଏକ ରହିଛି ବର୍ଷାର ସିଷ୍ଟମ ମଧ୍ୟ ରହିଛି। ତୁହାକୁ ତୁହା ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ଓଡ଼ିଶା ପରେ ଦେଖିବାକୁ ମିଳିଥିଲା। କିନ୍ତୁ କେଉଁଠି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା, ଭଦ୍ରକ କଥା କହିବା, ଭଦ୍ରକରେ ଯେଉଁଭଳି 5ଟି ବ୍ଲକ ରହିଛି ତା ବ୍ଲକରେ ମଧ୍ୟ ତାହା ବର୍ଷାର ସିଷ୍ଟମ କିଛି ଓଡ଼ିଶା ପରେ ନଥିଲା ବେଳେ ଶୀତର ପ୍ରକୋପ ଅଧିକ ରହୁଛି ଏବଂ ଶୀତ ଏତେ ଜୋର ପ୍ରକୋପ ରହୁଛି ଓଡ଼ିଶାରେ ବର୍ତ୍ତମାନ ରାସ୍ତା ସୁନସାନ ରହୁଛି। କିନ୍ତୁ ଯେଉଁ ପାଖାପାଖି 4ରୁ 5 ଦିନ ଶୀତର ପ୍ରକୋପ ଟିକେ କମିଥିଲା, କିନ୍ତୁ ଆଜି ମଧ୍ୟ ଶୀତର ପ୍ରକୋପ ନିଶ୍ଚିତ ଭାବରେ କମିଛି। ଆମେ କହିପାରିବା ନିଶ୍ଚିତ ଭାବରେ କମିଛି, କାରଣ ପଶ୍ଚିମ ଝଡ଼ ପ୍ରଭାବରେ ଓଡ଼ିଶାରେ ବର୍ତ୍ତମାନ ଶୀତର ପ୍ରକୋପ ଟିକେ କମିବ ଏବଂ ତାହା ଗରମର ପ୍ରକୋପ ଟିକେ ବଢ଼ିପାରେ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ପୂର୍ବାନ କରାଯାଇଛି ଓଡ଼ିଶାରେ କେତୋଟି ଜିଲ୍ଲାରେ ଆଂଶିକ ମେଘାଚ୍ଛନ୍ନ ସହିତ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ପୂର୍ବାନ କରିଛି ଭାରତର ପ୍ରତ୍ୟେକ ରାଜ୍ୟରେ ବର୍ତ୍ତମାନ ବର୍ଷା ସହିତ ଅଦିନିଆ ବର୍ଷା ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଏଭଳି ଭାବରେ ଓଡ଼ିଶାର ବର୍ତ୍ତମାନ ତା ସ୍ଥିତି ବର୍ତ୍ତମାନ ରହିଛି ଭଲ ସ୍ଥିତିରେ ରହିଛି, କିନ୍ତୁ ଓଡ଼ିଶାର ପାଣିପାଗକୁ ନେଇ ବର୍ତ୍ତମାନ ଅପଡ଼େଟ୍ ଖବର କିଛି ନାହିଁ। କିନ୍ତୁ ସବୁଠି ଦେଖିବାକୁ ମିଳୁଛି ଆହୁରି 1ରୁ 2 ସପ୍ତାହ ଧରି ଶୀତର ପ୍ରକୋପ ସହିତ କାକର ଏବଂ କୁହୁଡ଼ି ମଧ୍ୟ ରହିବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ପୂର୍ବାନ କରାଯାଇଛି ଓଡ଼ିଶାର କେତେକ ଜିଲ୍ଲାରେ ଯଦି ଆମେ କହିପାରିବା, ଭଦ୍ରକରେ ଯଦି କହିପାରିବା ତାହା ମଧ୍ୟ 14 ଡିଗ୍ରୀ ସେଲସିୟସ୍ ରହିଛି ଏବଂ କଟକ ଭୁବନେଶ୍ୱରରେ ମଧ୍ୟ ତା ସବୁଠାରୁ ଉତ୍ତପ୍ତ ରହିଛି। ଆଜି ଯେଉଁ ସକାଳୁ ପ୍ରବଳ ମଧ୍ୟ ଖରା ଦେଖିବାକୁ ମିଳିଥିଲା, କିନ୍ତୁ ହାଲକା ଆଉ ଅନ୍ୟ ଜିଲ୍ଲାମାନଙ୍କରେ ଖରା ଦେଖିବାକୁ ମିଳୁଥିଲା, ହାଲକାରୁ ପବନ ବହୁଥିଲା, ପଶ୍ଚିମ ଝଡ଼ ପ୍ରଭାବ ରହିଥିଲା, କିନ୍ତୁ ତାହାରି ପ୍ରଭାବରେ ପବନ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଅନେକ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ଦେଖିବାକୁ ମିଳୁଥିଲା। କିନ୍ତୁ ଅନ୍ୟ ରାଜ୍ୟ ମଧ୍ୟ କହିବା ଯଦି ଶ୍ରୀନଗର କଥା ଯଦି କହିପାରେ, ବର୍ତ୍ତମାନ ଯେଉଁଭଳି ଅତ୍ୟଧିକ ଥଣ୍ଡା ରହୁଛି, -0 ଡିଗ୍ରୀ ରହୁଥିଲା ବେଳେ ବରଫାଚ୍ଛନ୍ନ ସବୁଆଡ଼େ ଘେରିଯାଇଛି ଏବଂ ବରଫ ରହିଛି ଏବଂ ଅଦିନିଆ ବର୍ଷା ତାରି ପ୍ରଭାବରେ ଓଡ଼ିଶାର ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା କିଛି ନଥିବା ବେଳେ ବର୍ତ୍ତମାନ ଓଡ଼ିଶା ପାଇଁ ବିପଦ ସଂକେତ ରହିଛି।
ତାହା ମଧ୍ୟ ରହିଛି କୁହୁଡ଼ି ରହିବ। ତେଣୁ ପ୍ରଶାସନ ତରଫରୁ ମଧ୍ୟ ସଚେତନ କରାଯାଇଛି ଏବଂ ଜିଲ୍ଲା ପରିବହନ ପକ୍ଷରୁ ମଧ୍ୟ ସତର୍କ କରାଯାଇଛି। କିନ୍ତୁ ଏଠି ଶୀତ ପ୍ରବଳ ମାତ୍ରାରେ ରହୁଥିବା ଭଳି ମଧ୍ୟ କାକର ମଧ୍ୟ ଜୋରରେ ରହୁଛି ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ପୂର୍ବାନ କରିଛି ଆହୁରି ଗୋଟିଏ ସପ୍ତାହ ଧରି ଶୀତ ରହିବ।